ଯେପରି ଘରେ ଲକ୍ଷ୍ମୀ ପରି ସ୍ତ୍ରୀ ଥାଉ ଥାଉ ତାକୁ ଛାଡ଼ି ବେଶ୍ୟାଳୟକୁ ଯିବା। ଜୟ ଜଗନ୍ନାଥ, ଜୟ ଶ୍ରୀ ରାଧେ, ନିତାଇ ଗୌର ହରିବୋଲ ହରିବୋଲ ହରିବୋଲ, ଜୟ ଗୁରୁ। ଆଜି ଯେଉଁ ପବିତ୍ର ଭାବବାଣୀ ପୁସ୍ତକଟି ଆମେ ପାଠ କରୁଛେ, ସେଇ ବିଷୟ ଭିତରେ ଆଜିର ବିଷୟ ରହିଛନ୍ତି ସତ୍ୟ। ତେଣୁ ଆସନ୍ତୁ ତା ପୂର୍ବରୁ ସେଇ ତରତୀ ଦୟାଲ ପ୍ରେମମୟ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଚରଣ କମଳକୁ ଧ୍ୟାନ କରି ପ୍ରଦତ୍ତ ମନ୍ତ୍ର ସେହି ରାଧା ଗୋବିନ୍ଦଙ୍କୁ ଧ୍ୟାନ କରି ସେହି ରାଧାକାନ୍ତଙ୍କୁ ଧ୍ୟାନ କରି ଆମେ ଆଜି ଗୋଟେ ମହତ୍ଵପୂର୍ଣ୍ଣ ବିଷୟ ଜାଣିବା, ସତ୍ୟ। ଠାକୁର ଯେଉଁ ସତ୍ୟ କଥା ଏଠି ଟପିକ ରହିଛନ୍ତି, ମୁଁ ବହିଟି ଦେଖେଇଦେଲେ ଆପଣ ଜାଣିପାରିବେ। ସତ୍ୟ କଣ? ସତ୍ୟ, ଏ ସତ୍ୟଟା କଣ? ସତ୍ୟଟା କିଛି ଜଣକୁ କଷ୍ଟ ଦିଏ। କାହିଁକି ନା ଯେଉଁମାନେ ଅସତ୍ ପଥରେ ଯାଆନ୍ତି ସେମାନଙ୍କୁ ସତ୍ୟଟା କଷ୍ଟ ଦେଇଥାଏ, ଆଉ ଯେଉଁମାନେ ସତ୍ ପଥରେ ଯାଆନ୍ତି ସେମାନଙ୍କୁ ସତ କଥାଟା ଶୁଣିବା ପାଇଁ ଆହୁରି ଭଲ ଲାଗିଥାଏ। ସେମାନେ ଖୁସି ରୁହନ୍ତି, ସତ୍ୟ ଭିତରେ ନିଜର ଚଲାପଥକୁ ନେଇଯାଆନ୍ତି, ଭଗବତ ପଥରେ ନେଇଯାଆନ୍ତି। ଠାକୁର କହିଲେ ଏହିପରି ଧୀରେ ଧୀରେ କରୁ କରୁ ପରମ ସତ୍ୟରେ ପରିଣତ ହବ। ତାହେଲେ କଣଟା ପରମ ସତ୍ୟରେ ପରିଣତ ହବ? ଦେଖ, ଏ ଯେ କ୍ଲୋରୋଫର୍ମ ପ୍ରୟୋଗ କଲେ ମନ ଯେତେବେଳେ ପ୍ରାଣକୁ ଯାଏ ସେତେବେଳେ ଆଉ ଜ୍ଞାନ ରହେ ନା, ବା ଚେତନା ରହେ ନାହିଁ। ସେତେବେଳେ ଜଣେ ଅଚେତ ହେଇ ପଡେ। ଏହା ହିଁ କରିବା ଦରକାର ନା ଆମ ମାନଙ୍କ ପାଇଁ। ସେ କ୍ଲୋରୋଫର୍ମଟି କଣ? ଠାକୁରଙ୍କର ନାମ ଆଉ ରୂପ ଧ୍ୟାନ। ସେଇ ନାମ ଆଉ ରୂପ ଧ୍ୟାନ ଭିତରେ ଦେଇକରି ଯେତେବେଳେ ଆମର ମନଟା ସେଇ ପ୍ରାଣେଶ୍ୱର ବା ଆମ ହୃଦୟେଶ୍ୱର ଯିଏ ଅଛନ୍ତି ସେଇ କୃଷ୍ଣଙ୍କର ଚରଣକୁ ବା କୃଷ୍ଣଙ୍କ ସହିତ ମନ ଯେତେବେଳେ ଲାଗିଯାଏ, ସେତେବେଳେ ବାହ୍ୟ ଚେତନା ଭିତରେ ଆମେ ଆଉ ନଥାଏ। ଏଇଟା ହିଁ ହଉଛି ସତ୍ୟ। ଠାକୁର କହିଲେ ଯେତେ କର୍ମ କରିବୁ ସେତେ ହିଁ ନିବୃତ୍ତି, ସେତେ ହିଁ ନିବୃତ୍ତି। ସତ୍ କର୍ମ ସତ୍ ଦିଗକୁ ନେଇଯାଏ, ଆଉ ଅସତ୍ କର୍ମ ଅସତ୍ ଦିଗକୁ ନେଇଯାଏ। ତେଣୁ ଆପଣ ମାନେ ଏଠାରେ ଚଏସ୍ କରିବେ, ମୁଁ ସତ୍ ପଥରେ ଯିବି କି ଅସତ୍ ପଥରେ ଯିବି। ଠାକୁର ଗୋଟେ କହିଲେ, ମନ ମୁହଁ ଯେତେବେଳେ ଏକ ହେଇଯାଏ ସେତେବେଳେ ପାପ ଆସି ବିଷୟ ଭିତରେ ବସା ବାନ୍ଧି ପାରେ ନାହିଁ। ଆମର ମନ ଆଉ ମୁହଁ ଆଜି ଏକ ହେଇନି। କାହିଁକି ନା ଆମେ କାମରେ କରୁଛେ ଗୋଟାଏ, ଆମ ମନ ଭିତରେ ରହିଛି ଆଉ ଗୋଟେ କଥା, ଆମେ କହୁଛେ ଆଉ ଗୋଟେ କଥା। ମନ ଭିତରେ ଅଛି ବିଭିନ୍ନ ପ୍ରକାର କୁଚିନ୍ତାଧାରା, କୁପ୍ରବୃତ୍ତି। ବେଳେ ବେଳେ ସମସ୍ତଙ୍କ ଲକ୍ଷ୍ୟରେ ଆମେ ସେଇ କୁପ୍ରବୃତ୍ତି ଗୁଡିକ କରି ପକଉଛେ, କିନ୍ତୁ ଲୋକଙ୍କ ଆଗରେ ବାହାଦୁରୀ ମାରିକିରି କେବଳ ସତ୍ କଥାର ବଚନ ଭିତରେ ଆମେ ଆବଦ୍ଧ ହୋଇଯାଇଛେ, କହିଦଉଛେ ଜୋରସୋରରେ ଭାଷଣବାଜି ପ୍ରବଳ, କିନ୍ତୁ ଆମେ ନିଜେ କରିପାରୁନଥିଲେ। କଥାରେ ଠାକୁର ସୀତ କହିଲେ, କଥାରେ କହିଲୁ କେତେ, କରିଲୁ ନାହିଁ ତା କାର୍ଯ୍ୟ। କାମରେ ଫୁଟାଇ ତୋଳିବ ଯାହା, ଫଳଟି ପାଇବୁ ବାଜେରେ, ଫଳଟି ପାଇବୁ ବାଜେ। ଏଇ କଥା କହିବା ଭିତରେ ଗୋଟେ କଥା ମନେ ପଡୁଛି। ଆମର ଜଣେ ସେଇ ହେବେ ରିଲେଟିଭ, ଜଣେ ଦିଦି ଜଣେ, ସେ କହିଲେ ଆରେ ଯୋଗୀ, ଆଉ ତମେ ତ ଆ ଭିତରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ମାନେ ପ୍ରଚାର ପ୍ରସାର ଆରମ୍ଭ କରି ସାରିଲେଣି, ଆଉ କଣ ବୈଷ୍ଣବ ଧର୍ମ ଭିତରେ ଥିଲା କଣ କିଛି? ମୁଁ କହିଲି ନାହିଁ, ସେଇଥିରେ ଅଛି, କିନ୍ତୁ ଠାକୁର ତ ଆମର ମୁଖ୍ୟ ଭାବରେ ରହିଲେ। ତାଙ୍କର ଯୋଉ ନାମ ସେଇଟା ହଉଛି ତ ମୂଳ ଜିନିଷ। ଆଉ ଲୋକମାନେ ତାଙ୍କୁ ନ ଜାଣିକି ତାଙ୍କ ବିରୁଦ୍ଧରେ, ତାଙ୍କ ବିଷୟରେ ଆଡୁ ସାଡୁ କରି କହୁଛନ୍ତି, ତ ସେଥିଲାଗି କଷ୍ଟ ଲାଗିଲା। ସେଇଥିପାଇଁ କି ଠାକୁରଙ୍କର ଯୋଉ ଭାବବାଣୀ ପୁସ୍ତକଟି ମତେ ଜଣେ ବନ୍ଧୁ ଦେଇଥିଲେ, ତ ସେଇ ବିଷୟଟିକୁ ମୁଁ କହିବା ପାଇଁ ଚେଷ୍ଟା କରୁଛି, ଆଉ ଲୋକଙ୍କ ପାଖରେ ଠାକୁରଙ୍କର ଚିନ୍ତାଧାରାକୁ ପହଞ୍ଚଉଛି। ସେଇଟା ଗୋଟେ ମୋ ପାଇଁ ଗୋଟେ ସୌଭାଗ୍ୟ। ଆଉ ତା ଭିତରେ ବହୁତ ପ୍ରକାର ଆମେ ମାନେ ବହୁତ ପ୍ରକାର ଭୁଲ କରୁଛେ। ନିଜସ୍ୱ କିଛି ମତ କୁ ଠାକୁରଙ୍କର ମତ ସହିତ ତୁଳନା କରିଦେଇକିରି ଅର୍ଥ ବି ହଡପ କରୁଛେ, ଏଇସବୁ ଜିନିଷ ଭିତରେ। ତେଣୁ ଆମେ ତା ଭିତରକୁ ବସିବିନି, କ୍ଷମା କରିବେ, କାହିଁକିନା ସତ କହିଲେ ଆଜ୍ଞା ଶତ୍ରୁ ହେଇ ପଡିବେ। ତେଣୁ ଯେହେତୁ ଆଜି ସତ୍ୟ କଥା ଉପରେ ଅଛି,
ତେଣୁ ସତ୍ୟ ହିଁ ଚିରକାଳ ସତ୍ୟ। ଆମେ ଯେତିକି ଭୁଲ କରିକି ନଉଛେ ଅଧର୍ମ ବିତ ବଢେ ବହୁତ ଗଲା ବେଳେ ଯାଏ ମୂଳ ସହିତ। ଠାକୁରଙ୍କର ଗୋଟେ ବାଣୀ ଥିଲା, ଇଷ୍ଟଭୂତି ଇଷ୍ଟଙ୍କୁ ଦିଅ, କରୋନା ସେଥିରେ ବଞ୍ଚନା, ଅନ୍ୟକୁ ତା ଦେଲେ ହେଇ ଜାଣିଥା ଆସିବ ବିପାକ ବଞ୍ଚନା। ଇଷ୍ଟଙ୍କୁ ଦବା, ଇଷ୍ଟ ତାହେଲେ କିଏ ସେ? ଇଷ୍ଟଭୂତି ଇଷ୍ଟଙ୍କୁ ଦିଅ, ଠାକୁରଙ୍କର ନୀତି ନିୟମ ମାନିବା। ଠାକୁରଙ୍କର ନିର୍ଦ୍ଦେଶଟାକୁ ଆମେ ବୁଝିପାରୁନୁ, ସେଥିପାଇଁ ଆଜି ଆମେ ଅସୁବିଧାରେ ପଡୁଛୁ। ତାଙ୍କର ଯୋଉ ଇଙ୍ଗିତ ଥିଲା, ଇଷ୍ଟଭୂତି ଇଷ୍ଟଙ୍କୁ ଦିଅ, ଇଷ୍ଟ କିଏ? ଠାକୁର ତ କହିଲେ, ଠାକୁର କହିଲେ ଯାହାର ନାମଟା ପାଇଛୁ ସେ ହିଁ ଇଷ୍ଟ। ଠାକୁର ଯାହା କହିଲେ ଯାହାଟା ନାମଟା ପାଇଛୁ ସେଇଟା ହିଁ ଇଷ୍ଟ। ବୁଝିପାରୁଛନ୍ତି ତ? ଠିକ ବୁଝିପାରୁଥିବେ, ମୁଁ କହିବି। ତେଣୁ ଆମେ ଇଷ୍ଟଙ୍କୁ ନ ଦେଇକିରି ଆଜି ଆମର ଅର୍ଥଟାକୁ ବାଟରେ ବି ନିୟୋଜିତ ହେଇଯାଉଛି। ଛାଡ଼ନ୍ତୁ, ସେ ବିଷୟରେ ଯିବାନି। ଗୋଟିଏ ହଉଛି ନିବୃତ୍ତି, ଆଉ ଗୋଟେ ହଉଛି ପ୍ରବୃତ୍ତି। ଗୋଟିଏ ଦିଗରେ ଜଡତ୍ୱ, ଅନ୍ୟ ଦିଗରେ ବ୍ରହ୍ମରେ ପରମ ବ୍ରହ୍ମରେ ଲୟ। ଜଡତ୍ୱ ପ୍ରାପ୍ତି ହେଲେ କଣ ନିର୍ମାଣ ପ୍ରାପ୍ତି ହୁଏ, ପୁଣି ଏଇ ମଣିଷ ହେବାକୁ ପଡେ। ଦେଖ, ଏଇ ଯେ ସନାତନ ଧର୍ମଟା, ଏହାର ଭିତରେ କେବଳ ସତ୍ୟ। ତେଣୁ ଛାତି ଫୁଲେଇ ଠିଆ ହୋଇଛି, ନହେଲେ ଉଡିଯାଆନ୍ତା। ଏ ସତ୍ୟଟା କଣ ଜାଣିଛୁ? ବେଦାନ୍ତ। ତେଣୁ ଠାକୁରଙ୍କ ନିର୍ଦ୍ଦେଶ ଥିଲା, ଆମର ଏଇ ଯୋଉ ବେଦ ଗୁଡିକ ଯାହା କହିଛନ୍ତି ସେଇଟା ହିଁ ସତ୍ୟ। ବେଦକୁ ଛାଡିଦେଲେ ଆଉ କିଛି ସତ୍ୟ ନାହିଁ। କିନ୍ତୁ ଆମେ ଏଇଠି ଶୁଣୁଛେ କିଛି ଜଣ ଅଛନ୍ତି ଦୁର୍ବୃତ୍ତ, ଯିଏକି ଠାକୁର ଅନୁକୂଳ ଚନ୍ଦ୍ରକୁ ନେଇକରି ଆଉ ଗୋଟେ ଧର୍ମ କରିବାର ଦୃଷ୍ଟି ରଖିକରି କୁଚକ୍ରାନ୍ତ ଭିତରେ ଚାଲିଛନ୍ତି। ତେଣୁ ଠାକୁର ଯୋଉ କଥାଟା କହିଲେ ସେଇଟାକୁ ହିଁ ଆମେ ମାନିବାକୁ ପଡିବ। କଣ ନା, ଚିରକାଳ ସତ୍ୟ ହିଁ ସତ୍ୟ। ଦେଖ, ଏଇ ଯେ ସନାତନ ଧର୍ମଟା, ଏହାର ଭିତରେ କେବଳ ସତ୍ୟ। 100% କଥା ଆଜ୍ଞା। ଦେହକୁ ନେବେନି, ଦେହକୁ ନେଲେ କିଛି ବି ନାହିଁ। କାହିଁକି ନା, ଏଇଥିରେ ବି କଥା ଅଛି, ଆଗକୁ ଆସିବ। ନୈନ ଚିନ୍ତନ୍ତି ସ୍ଥାଣୀ ନୈନ ଦହତି ଭାବକ ନାଚ ନୈକଳ ଦେନ୍ତ ପନସ ସେତି ମାରୁତ। ଶରୀରର ମୃତ୍ୟୁ ଅଛି, ଆତ୍ମାର ମୃତ୍ୟୁ ନାହିଁ। ତାକୁ ମାରି ହବନି, ଜାଳି ହବନି, କିଛି କରିହବନି। ଶରୀର ପଞ୍ଚତତ୍ଵର ଶରୀର ଆଜି କାଲି ସକାଳେ ନଥିବ। କିଏ କେତେବେଳେ କୋଉ ମୁହୂର୍ତ୍ତରେ ଝଡି ପଡିବ ତାର କିଛି ଠିକଣା ନାହିଁ। ଏଇ ସନାତନ ଧର୍ମଟା, ଏହାର ଭିତରେ କେବଳ ସତ୍ୟ। ତେଣୁ ଛାତି ବୁଲେଇ ଠିଆ ହୋଇଛି, ନହେଲେ ଉଡିଯାଆନ୍ତା। ଏ ସତ୍ୟଟା କଣ ଜାଣିଛୁ? ବେଦାନ୍ତ। ଗୋବର ପୋକକୁ କେବେ କଣ ମଧୁମାଳତୀ କିମ୍ବା ପଦ୍ମରେ ଥିବାର ଦେଖିଛୁ? ତେଣୁ ଏଥିରୁ ଜଣା ପଡେ ଯେ ଇଙ୍ଗିତ, ଠାକୁରଙ୍କର ସବୁ ଗୋଟେ ଗୋଟେ ଇଙ୍ଗିତ ଥିଲା। ଇଙ୍ଗିତକୁ ବୁଝିବା ଏତେ ସହଜ ସାଧ୍ୟ ନୁହେଁ। ଆଉ ଲୋକ ଦେଖାଣିଆ ଭାବରେ ଭକ୍ତି ଭିତରେ ଦେଇକିରି ଆମେ ଯିବାନି। ଠାକୁରଙ୍କୁ ବୁଝିକିରି, ଠାକୁରଙ୍କର ତତ୍ଵ ଭିତରେ ଦେଇକିରି ଗଲେ ଜୀବନରେ ମୁକ୍ତି ଥାଏ, ଉଦ୍ଧାର ହେଇଯିବାର ଆଶା ରହିଥାଏ। ସ୍ୱପ୍ନରେ ଯାହା ଦେଖାଯାଏ ତାହା ମଧ୍ୟ ଠିକ, ଚିନ୍ତାରେ ଯାହା ଦେଖାଯାଏ ତାହା ମଧ୍ୟ ଠିକ, ଅସଲ କଥା। ଅନ୍ତରର ଟାଣ ଯାହା ଉପରେ ଯେତେ ପଡେ ତାହା ହିଁ ଦେଖାଦିଏ। ସତ୍ୟ ସଲିଳରେ, ସତ୍ୟ ନଳରେ, ସତ୍ୟ ସାଗରରେ ନାଚେ ଏହି ସତ୍ୟ ତରି ଭାସେ। ସତ୍ୟ ନଗରରେ ଫୁଟେ ସତ୍ୟ ତାର ଫୁଲ, ସତ୍ୟ ତାରାର ଫୁଲ। ସତ୍ୟ ଆଲୋକରେ ଗଗନ ହସେ, ସତ୍ୟ ଗଗନରେ ସତ୍ୟ ତାରାର ଫୁଲ ହସେ, ସତ୍ୟ ଆଲୋକରେ ହସେ। ସନ୍ଧ୍ୟାରେ କାନନରେ ଫୁଟେ ସତ୍ୟ, ପ୍ରାତଃରେ ଉଠେ ସତ୍ୟ, ସାୟଂରେ ଡୁବିଯାଏ ସତ୍ୟ। ସତ୍ୟ ଧୀରେ, ସତ୍ୟରେ ସତ୍ୟ ଆଗ ନାଚେ ଥରି ଥରି। ସତ୍ୟ ତରଙ୍ଗ ତାଳେ ତାଳେ করে কেতে রঙ্গ। আবেশরে ডুবিছি সত্য, আবেশরে উঠিছি সত্য, ফুটিছি ডুবিছি ভাসিছি সত্যরে সত্য। সত্য ସବୁ ସମୟରେ ହିଁ ସତ୍ୟ। ସତ୍ୟ କହିଲେ ହିଁ ସମସ୍ତଙ୍କ ପ୍ରାଣକୁ ସ୍ପର୍ଶ କରିଯାଏ। ପ୍ରଥମେ ସବୁଥିରେ ହିଁ ହୁଏ। ଗୋଟିଏ ସ୍ଥାନରେ 10 ମିନିଟ କଟେଇ ଦେଲେ ହିଁ ତାପରେ ପାଇବୁ। ଏ ଯୁଗରେ ନିଜକୁ ଉପଲବ୍ଧି କରିବାକୁ ହେଲେ ହିଁ ଏହା ହିଁ ଆଉ ପାଇବୁ ନାହିଁ। ଜୀବତ୍ଵ ଘୁଞ୍ଚେଇ ବ୍ରହ୍ମତ୍ଵ ଧରିଲେ ଆଉ ପାଇବୁ ନାହିଁ। ଦେଖ, ନିଆଁରେ ପଶିଯିବୁ ସତ୍ୟ ପାଇଁ, ହୃତ୍ପିଣ୍ଡ ବାହାର କରି ଆଣି ନିଆଁକୁ ପକେଇ ଦେବୁ। ସତ୍ୟ ହିଁ ବ୍ରହ୍ମ, ତୁ ଅଜର ଅମର ଅକ୍ଷର ଶାଶ୍ୱତ। ଯେଉଁଠାରେ ସତ୍ୟ ସ୍ୱଭାବରେ ପରିଣତ ହୋଇଯାଇଛି ସେଠାରେ ମିଥ୍ୟା ନାହିଁ। ଯେଉଁଠାରେ ମିଥ୍ୟା ସ୍ୱଭାବରେ ପରିଣତ ହୋଇଯାଇଛି ସେଠାରେ ସତ୍ୟ ର ଆଲୋକ
ପଶିପାରେ ନାହିଁ। ମଧୁର ଭାଷାରେ ସତ୍ୟ କହିବୁ ରାଗ ନାହିଁ, କେହି ଯେପରି ନ କୁହନ୍ତି ତୁ ରାଗିଛୁ। ଭୁଲି ଯାଇଛ ତୁମେ ଅମୃତର ପୁତ୍ର, ନିର୍ଭୀକର ପୁତ୍ର, ପ୍ରାଣ ଦେଇ ସତ୍ୟକୁ ଆଲିଙ୍ଗନ କରିବୁ। ସେଥିରେ ଯଦି ପ୍ରାଣ ଯାଏ ତେବେ ତାହା ମଧ୍ୟ ଭଲ। ହୃଦୟ ଖୋଲି ସତ୍ୟ କହିବୁ, ବିଶ୍ୱାସ କରିପାରୁନାହୁଁ। ହିନ୍ଦୁର ପିଲା ହୋଇ ମଧ୍ୟ ତୋର ବିଶ୍ୱାସ ନାହିଁ। ସେ ଦେବେ ମୁଣ୍ଡରେ ବୋହି ଆଣି ଦେବେ, 14 ପୁରୁଷ ପର୍ଯ୍ୟନ୍ତ ଦେବେ। ମୁଁ କହୁଛି ଦେବେ। ଶିଆଳକୁ ଦେଖି ତୋର ବାଘର ଭୟ ତୁଟିଲା ନାହିଁ। ସତ୍ୟର ସନ୍ତାନ ତୋର ପୁଣି ଅଭାବ। ଦେଖ ତୋ ପାଖରେ ଅନନ୍ତ ସତ୍ୟ ଅଛି। ଯଦି ବାଣ୍ଟିବାକୁ ଚାହୁଁ ତେବେ ଅନନ୍ତ କାଳ ଧରି ବିତରଣ କରିପାରିବୁ। ନିଜର ସ୍ୱଧର୍ମ ପରିତ୍ୟାଗ ପୂର୍ବକ ଅନ୍ୟ ଧର୍ମକୁ ଯାଉଛୁ। ଠାକୁରଙ୍କର ଏଠି ନିର୍ଦ୍ଦେଶ ଥିଲା, ବଢିଆ ନିର୍ଦ୍ଦେଶ। ନିଜର ସ୍ୱଧର୍ମ ପରିତ୍ୟାଗ ପୂର୍ବକ ଅନ୍ୟ ଧର୍ମକୁ ଯାଉଛୁ, ଯାହାକି ବହୁ ଆଗରୁ ସ୍ୱୟଂ ଭଗବାନ କୃଷ୍ଣଚନ୍ଦ୍ର କହିଛନ୍ତି ଗୀତାରେ, ସ୍ୱଧର୍ମ ଶ୍ରେୟ, ପରଧର୍ମ ଭୟାବହ। ନିଜ ଧର୍ମରେ ମୃତ୍ୟୁ ମଧ୍ୟ ଭଲ, କିନ୍ତୁ ପରଧର୍ମଟା ଅତିଶୟ ଭୟାବହ, ଯାହା ଗୀତା ଶ୍ଲୋକରେ ଅଛି। କିଛି ଜଣ କଣ କରନ୍ତି ନା, ଯେପରି ଘରେ ଲକ୍ଷ୍ମୀ ପରି ସ୍ତ୍ରୀ ଥାଉ ଥାଉ ତାକୁ ଛାଡି ବେଶ୍ୟା ଘରକୁ ଯିବା। ତେଣୁ ଯେଉଁମାନେ ଗୋଟିଏ ଧର୍ମରେ ମାନେ ସ୍ୱଧର୍ମରେ ଜାତ ହେଇକିରି ଅନ୍ୟ ଧର୍ମକୁ ଗ୍ରହଣ କରି ବସନ୍ତି, ସେମାନେ ହଉଛନ୍ତି ସ୍ତ୍ରୀ ଥାଉ ଥାଉ ବେଶ୍ୟାଳୟକୁ ଗମନ କରିବା ସହିତ ସଦୃଶ। ମାନେ କଣ, ସେଠି କିଛି ସମୟରେ ସୁଖ ଅଛି, କିନ୍ତୁ ସେ ସୁଖରେ ସ୍ୱାର୍ଥ ଅଛି, ଯାହାଟା କି ଯେଉଁମାନେ କନଭର୍ଟ ହେଉଛନ୍ତି ଗୋଟିଏ ଧର୍ମରୁ ଆଉ ଧର୍ମକୁ, ସେ ଧର୍ମ ତାଠାରୁ କିଛି ଚାହୁଁଛି, ତାଠାରୁ କିଛି ନେଇଗଲା ପରେ ଯେତେବେଳେ ଆଉ ତାର ଠାରୁ ସେ କିଛି ଆବଶ୍ୟକ ପଡିବନି, ତାକୁ ଗୋଇଠା ମାରି ବିଦା କରିଦବ। ଏଭଳି ଭାବରେ ଚାଲିଛି। ତେଣୁ ଆଜିର ସମାଜ ଏଇସବୁ ଭାବଭଙ୍ଗୀ ଭିତରେ ଦେଇକରି ଚାଲିଛି। ତେଣୁ ଆମେ ସତ୍ୟର ଭିତରେ ରହିବା, ସତ୍ୟର ସେଇ ଯୋଉ ଫୁଲ, ମନୋରୂପକ ଫୁଲକୁ ପ୍ରଭୁଙ୍କୁ ସମର୍ପଣ କରିବା। ସେ ମନୋରୂପକ ଫୁଲକ ଯେ ସତ୍ୟ ପରି ନିର୍ମଳ ହେଇଥିବ। କାହିଁକି ନା ଠାକୁର କହିଲେ ବେଦାନ୍ତ, ବେଦ ମାନେ ବେଦ ହିଁ ହିନ୍ଦୁ ଧର୍ମର ଯେଉଁ ସନାତନ ଧର୍ମର ଯେଉଁ ବେଦ ମାନେ ରହିଛନ୍ତି, 4 ବେଦ, ସିଏ ହିଁ ହଉଛନ୍ତି ସତ୍ୟ। ସିଏ ହିଁ ଯାହାକୁ ସତ୍ୟ ବୋଲି ପ୍ରମାଣିତ କରିଛନ୍ତି, ସେ ହିଁ ସତ୍ୟ, ସେ ହିଁ ହଉଛନ୍ତି ରାଧା ବା କୃଷ୍ଣ। କାହିଁକି ନା ଯେଇ ରାଧା ସେହି କୃଷ୍ଣ ଭଜନିଷ୍ଠ କରି, ନାମର ମହିମା ଜାଣେ ଆତ୍ମନି ହରି। ଯେ ରାଧା ସେ କୃଷ୍ଣ। ତେଣୁ ଆମେ ଏଠି କୃଷ୍ଣଙ୍କର ତତ୍ତ୍ୱକୁ ବୁଝିବା, କୃଷ୍ଣଙ୍କର ତତ୍ତ୍ୱ କଥା ଯାହାକି ପୂର୍ବ ଅଧ୍ୟାୟରେ ଆଲୋଚନା ହେଇଛି। ତେଣୁ ବିଷୟଟା ମତେ ତ ବହୁତ ଭଲ ଲାଗିଥିଲା। ଆପଣମାନେ ଯଦି ଶୁଣି ନାହାନ୍ତି ତାହେଲେ ଯାଇକରି ପୂର୍ବ ଭିଡ଼ିଓରେ ଶୁଣି ନିଅନ୍ତୁ। ତେଣୁ ଆମେ ସତ୍ୟ ପଥ ଭିତରେ ଯିବା, ସତ୍ୟର ସାଥ ରହିକି ଯିବା। ଏ କଳି ଯୁଗରେ ଗୋଟିଏ ଜିନିଷ ହଉଛନ୍ତି ସତ୍ୟ, ସେ ହଉଛନ୍ତି ଜୀବେ ଦୟା କୃଷ୍ଣ ନାମ ସର୍ବଧର୍ମ ସାର। ମହାପ୍ରଭୁ ଶ୍ରୀ ଚୈତନ୍ୟ ଯାହା କହିଛନ୍ତି, ଠାକୁର ଅନୁକୂଳ ଚନ୍ଦ୍ର ଏଠି ମାନବ ରୂପରେ ଆସିଲେ ଏଇଥିପାଇଁ କି ଆସିଲେ, ଆମ ଭିତରେ ଠାକୁର ତ ଜାଗ୍ରତ କରି ଗଢ଼େଇ ତୋଳିବା ସେଇ ରାଧାଙ୍କର ଦିବ୍ୟ ଭାବଧାରା ଭିତରେ ଆମକୁ ନେଇଯିବା, ଯେଉଁଠିକି ସେଇ ଗୋଲକ ଧାମର ସେଇ ନିତ୍ୟ ସେବାରେ ଆମେ ଯେଭଳି ଭାବରେ ଲାଗିବା। ସେଥିପାଇଁ ଠାକୁରଙ୍କର ଇଙ୍ଗିତ, ସେଇ ଇଙ୍ଗିତକୁ ଆଜି ଆମେ ମୂର୍ଖ ବୁଝିପାରୁନେ। ମୂର୍ଖ ମାନେ କାହିଁକି କହୁଛି ମୂର୍ଖ, ଆମେ ସମସ୍ତେ ଗୋଟିଏ ଗୋଟିଏ ମୂର୍ଖ। କାହିଁକି ନା ଆମେ ତାଙ୍କୁ ବୁଝିନେ। ସମୟ ସରି ଯାଉଛି, ପରୀକ୍ଷା ପାଖେଇ ଆସିଲା, ମୁଁ ବିଷୟ ପଢି ନାହିଁ, ମୁଁ କଣ କରିବି, ମୁଁ ଫେଲ ହେଇଯିବି ନାହିଁ ତ? ଯଦି ସେଇଭଳିଆ ଜଣେ ଗୁରୁ ମିଳିଯାଆନ୍ତି ତାହେଲେ ସେ 15 ଦିନ ଭିତରେ ଏଭଳି ଭାବରେ କରିଦିଅନ୍ତି, ପାସ୍ ହେଇଯିବା ଆମେ। ବିପାକ ପଥେ ହାତ ଧରି ଯେ ଚାଲିବା କାଇଦା ଜଣାଇ ଦିଏ, ତାଙ୍କୁ ହିଁ ଜାଣ ଗୁରୁ ବୋଲି ଅଭୟ ପଥେ ସେହି ତ ନିଏ। ତେଣୁ ସେ ଗୁରୁ ଆସିଛନ୍ତି, ସେ ଭଗବାନଙ୍କର ସ୍ୱରୂପ ଭିତରେ ଦେଇକିରି
ଜ୍ଞାନ ବୈରାଗ୍ୟ ତାଙ୍କ ଭିତରେ ରହିଛନ୍ତି। ତେଣୁ ଯେତେବେଳେ ଏକ ହେଇଯାଏ ଅଦ୍ୱୈତ ଭାବ ମାନେ ଗୋଟିଏରେ ଆସକ୍ତି ହେଇଯାଏ, ମାନେ ସେ ବ୍ରହ୍ମରେ ଯେତେବେଳେ ଆମର ଆସକ୍ତି ହେଇଯାଏ, ସେ ସତ୍ୟ ଉପରେ ଯେତେବେଳେ ଆମେ ଆସକ୍ତି ହେଇଯାଉ, ସେତେବେଳେ ରାମ ଏକେ, କୃଷ୍ଣ ଏକେ, ଜଗନ୍ନାଥ ଏକେ, ମହାପ୍ରଭୁ ଶ୍ରୀ ଚୈତନ୍ୟ ଏକେ, ନାରାୟଣ କଶ୍ୟପ ବରାହ ହଉ, ଯାହା ଯାହା ଠାକୁର କହିଲେ ଗୋଟେ କଥା, ଯାହା ଯାହା ଦୃଷ୍ଟି ପଡେ ତାହା ତାହା କୃଷ୍ଣ ସ୍ଫୁରେ। ତେଣୁ ଠାକୁର ଅନୁକୂଳ ଚନ୍ଦ୍ର ଯେଉଁ କୃଷ୍ଣଙ୍କର ଉପାସନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଆମେ ସେ କୃଷ୍ଣଙ୍କର ଉପାସନା କରିବା ବା ଭଗବାନଙ୍କର ଉପାସନା କରିବା। ସନାତନ ଧର୍ମ କଥା ଆଜି ଯେଉଁ କହିଛନ୍ତି, ସେ ସନାତନ ଧର୍ମଟା ହିଁ ହଉଛି ସତ୍ୟ। ତା ଭିତରେ ସବୁ ବେଦାନ୍ତ, ସେ ଯୋଉ ବେଦର ସାର ତତ୍ଵ ହଉଛନ୍ତି ସତ୍ୟ। ତେଣୁ ଆସନ୍ତୁ ଠାକୁରଙ୍କର ଭାବଧାରାକୁ ଆମେ ସଠିକ ସଠିକ ବୁଝିକିରି ସେଇ ଭାବଧାରା ଭିତରେ ଚାଲିବା। କାହିଁକି ନା ଏଠି ଠାକୁର ଠାକୁର କହି ବହୁତ ଅଛନ୍ତି ଯେ କି ମନଟାକୁ ଆମର ଡାଇଭର୍ଟ କରାଇ ଦେଇକିରି ସ୍ୱାର୍ଥ ହାସଲ କରିବା ପାଇଁ ଚାହାନ୍ତି। ତେଣୁ ସେଥିରେ କିଛି ନାହିଁ, କାହିଁକି ନା ବହୁତ ସମ୍ପ୍ରଦାୟ ଭିତରେ ଦେଖାଯାଏ ଏଇଭଳି ଭାବରେ ସ୍ୱାର୍ଥ ହାସଲ କରିବା ପାଇଁ ଆମେ ଘରେ ରହିବା, ଆମର ପରିବାର ଭିତରେ ରହିବା, ପରିବାରର ସମସ୍ତଙ୍କ ସହିତ। ଆଉ ଆମେ ଆଡେ ଦେଖିଲା ବେଳକୁ ବଡ ଯାଜକ ଗୋଟିଏ ଭଲ ଯାଜନ କରୁଛେ, କିନ୍ତୁ ଆମର ପିଲା ଛୁଆ ମାନେ ଆମ କଥାରେ ନାହାନ୍ତି। ବୁଢା ବୁଢୀ ହେଇଗଲେଣି, ଘରେ ପଡିଗଲେଣି, କିନ୍ତୁ ପୁଅ ବୋଉ ଆସିକି ଟିକେ ପଚାରୁନାହାନ୍ତି। ଖାଲି ପଇସା ପଠେଇ ଦେଲେ କଣ ଏଠି କଣ ହେଇଯିବ। ଆଉ କିଛି ଜଣ ଅଛନ୍ତି ବୁଢା ବୁଢୀ ହେଇଗଲା ପରେ ବାପା ମା ଖାଇବାକୁ ଦବାକୁ ମାନେ ଚାହୁଁନାହାନ୍ତି। ଏଇ କଣ ଏଇଆ ତମେ ଦୀକ୍ଷା ନେଇଛ, ଏଇ ହିଁ କଣ ତମର ଶିକ୍ଷା? ଏଇଟା ଯୋଉମାନେ କରୁଛନ୍ତି ଏଇଭଳି ଭୁଲ କାମ, ସେମାନେ ସ୍ୱୟଂ ଯଦି ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ନିଜ ସ୍ୱଚକ୍ଷୁରେ ଦେଖିକି ତାଙ୍କ ପାଦ ତଳେ ପଡିଯିବେ, ଆଜ୍ଞା, ତଥାପି ସେମାନଙ୍କର ଉଦ୍ଧାର ହେଇପାରିବେ। ଠାକୁରଙ୍କର ଯୋଉ ସବୁ ନୀତି ନିୟମ ପୂର୍ବରୁ ଅଛି ସବୁ ପଢିଲେ ଆପଣ ମାନେ ଜାଣିବେ। ବହୁତ ନୀତି ନିୟମ ଭିତରେ ଦେଇକିରି ଅଛି। ଆପଣ ଭାବୁଛନ୍ତି ଏଇଟା କି ଗୋଟେ ସାଧାରଣ ଧର୍ମ ଭିତରେ ଦେଇକିରି ହେ ଶୁକ୍ରବାର ଟିକେ ପିଆଜ ରସୁଣ ଖାଇବାନି। ତାପରେ ବହୁତ ଲୋକ ଦେଖୁଛୁ ଆମେ ସ୍ୱସ୍ଥ ନେଇକିରି ବି ତାଙ୍କ ଘରେ ପିଆଜ ରସୁଣ ଆମିଷ ପର୍ଯ୍ୟନ୍ତ ମଦ ପର୍ଯ୍ୟନ୍ତ ପଶୁଛି, ସେମାନେ ହିଁ ଖାଉଛନ୍ତି, ଭକ୍ଷଣ କରୁଛନ୍ତି। ତେଣୁ ନୀତି ନିୟମ ଭିତରେ ରହିବା ଦରକାର। ଯଦି ଏବେଠୁ ଯଦି ସୁଧୁରି ଯିବାର ଅଛି ସୁଧୁରି ଯାଅ, ନହେଲେ ଆଗକୁ ଭୟଙ୍କର ପରିସ୍ଥିତି ନିଜ ଜୀବନରେ ଆସିଯିବ। କାହିଁକି ନା ଗୋଟେ ଟିଚରଙ୍କର ସବୁବେଳେ ଥାଏ ଭଲ ଷ୍ଟୁଡେଣ୍ଟଟା ଉପରେ ନଜର ଥାଏ। ଆରେ ଏଇଟା କଣ ପଢୁନି, କୋଉଠି କଣ ଚଗଲାମି କରୁଛି କି? ଯେ ଟୋଟାଲି ପଢେନି ତା ଉପରେ ବି ଏତେ ସ୍ନେହ, ସେ ତାର ଯେମିତି ଯାହା କରିବ, ତାକୁ ଏତେ ବୁଝେଇ ବୁଝେଇ ହଉନି ଆଉ। କିନ୍ତୁ ଗୋଟେ ଭଲ ଷ୍ଟୁଡେଣ୍ଟ ଯଦି କିଛି ଭୁଲ କରୁଥିଲା ତାକୁ ସାଙ୍ଗେ ସାଙ୍ଗେ ଏଠି କାହିଁ ଭୁଲ କଲୁ, ସେଠି କାହିଁ ଭୁଲ କଲୁ, ଗୋଟେ ଟିଚର ତଦାରଖ କରନ୍ତି ନା। କାହିଁକି ନା ତାଙ୍କ ଦୃଷ୍ଟି ପାଖରେ ସେହି ଛାତ୍ରଟି ରହିଯାଇଥାଏ। ଆମେ ଦୀକ୍ଷା ନେଲେ ଗୁରୁଙ୍କ ସହିତ ବନ୍ଧନରେ ବାନ୍ଧି ହେଇଗଲେ, ପରମାତ୍ମାଙ୍କ ସହିତ ବାନ୍ଧି ହେଇଗଲେ ସେଇ ନାମ ଭିତରେ ଦେଇକିରି, କିନ୍ତୁ ନାମଟାକୁ ଛାଡି ଦେଇକିରି ଆମେ କୁସଂସ୍କାର ଭିତରେ ପ୍ରବେଶ କଲେ, ସନ୍ଧ୍ୟା ହଉ ହଉ ଆକାଶବାଣୀ କଲେ ବା ମଦ ପାନ କଲେ, ତାପରେ ସବୁଠୁ ଆମର ଯେମିତି ଲୋକ କଥାରେ କୁହାଯାଉଛି କେତେ ଚାମ୍ବା ଅମକ ସମକ କେତେ କଣ ସବୁ କରାହଉଛି। ନିଶାର ନାଁ ସବୁ ଦେଇ ଦେଇଛନ୍ତି। ସେ ନିଶା ପାନ କଲେ, ନିଶା ଶକ୍ତ ହେଇଗଲେ। ତାପରେ ଯଦି କିଏ ଇଷ୍ଟଭୂତି କଲା ତାକୁ ଭଣ୍ଡାମିକୁ ଶିଖେଇଲେ, ଆରେ କଣ ସେ ଇଷ୍ଟଭୂତି କରୁଛୁ, ସେମାନେ ପୁରା ନେଇକି ଖାଇ ଦଉଛନ୍ତି, ଇଏ କରୁଛନ୍ତି, ସେ କରୁଛନ୍ତି, ତମେ ଦେଖିବାକୁ ଯାଇଥିଲ ଖାଉଛନ୍ତି। 5ଟା ଆଙ୍ଗୁଠି ସମାନ ଅଛି, କିଏ ଗୋଟେ ଖାଇଦେଲା, ଆଉ କଣ ସମସ୍ତେ ଖାଇଦେଲେ? ତେଣୁ ଆମେ ନିଜେ ଆଜି ଠିକ ହେଇଯିବା ଦରକାର। ଆମ ମନ ଭିତରେ ଗୋଟେ କୋଶ୍ଚିନ୍ ଆସିବା ଦରକାର, ମୁଁ ନିଜେ ଠିକ ଅଛି ତ? କାହାକୁ ଅପମାନ କରିବାନି, ଅପମାନ ଦବାନି। ଅପମାନ ଦେଲେ ହିଁ ତାର ପରିଣାମ ଆମକୁ ହିଁ ଭୋଗିବାକୁ ପଡିବ। ଭଗବାନ ତ ଏଇଠି କୃଷ୍ଣଚନ୍ଦ୍ର ଅର୍ଜୁନଙ୍କୁ କହିଥିଲେ, ଗାଣ୍ଡିବ ଉଠାଅ ନିଜ ପରିବାର ସଦସ୍ୟ ପାଇଁ, ହେଲେ ବି ତାଙ୍କ ଉପରେ ବି ଗାଣ୍ଡିବ ଉଠାଅ ନା। କାହିଁକି ନା ସେ ଧର୍ମକୁ ଛାଡ଼ି ଅଧର୍ମ ପଥରେ ଧାଇଁ ଯାଇଛନ୍ତି। ତେଣୁ ନିଜ ପରିବାର ପାଇଁ ବି ଯଦି କୌଣସି ଆତ୍ମୀୟ ସ୍ୱଜନ ଯଦି ଭୁଲ ବାଟରେ ଯାଉଛି, ତାକୁ ଠିକ ବାଟରୁ ଆଣିବା ପାଇଁ ହିଁ
ଯାହା ବି ହଉ ନା କାହିଁକି କରିବାକୁ ପଡେ। ଆଜ୍ଞା ମେଡିସିନ ଟା କେହି ଶୁଖିଲାରେ ଖାଆନ୍ତିନି, ଖୁସିରେ ଖାଆନ୍ତିନି। ରୋଗ ହେଇଛି ବୋଲି ପାୱାରଫୁଲ ମେଡିସିନ ଖିଆ ହଉଛି। ଯଦି ଗୋଟେ ଭଲ ମଣିଷଟା ଖାଇବେ ତାକୁ ସେଇ ରୋଗ, ଯଦି ଗୋଟେ ଭଲ ମଣିଷଟା ଯଦି ଆଜିଥ୍ରୋମାଇସିନ ଦିଟା ଖାଇଦେଲେ ଏବେ ତାର ବି ଦେହ ଖରାପ ହେଇଯିବ। କିନ୍ତୁ ଯେତେବେଳେ ଜ୍ୱର ହେଇଛି ଅତିଶୟ ଛାଡୁନି, ସେ ଆଜ୍ଞା ଦିନକୁ ଦିନ ଆଜିଥ୍ରୋମାଇସିନ ଖାଇପାରୁଛି। କାହିଁକି ନା ତା ଉପରେ ସେଭଳି ଭାବରେ ପାୱାର ଅଛି, ତ ସେ ପାୱାରଟାକୁ ଖସିବା ପାଇଁ ଗୋଟେ ଆଣ୍ଟିଡୋଜ ଦିଆ ହଉଛି। ତେଣୁ ଯିଏ କୁପଥକୁ ଯାଇଛି ତାକୁ ସୁପଥକୁ ଆଣିବା ପାଇଁ ଘରର ଗୋଟେ ଭଲ ବ୍ୟକ୍ତିର ନିଶ୍ଚିନ୍ତ ଭାବରେ ଆବଶ୍ୟକ। ଆଉ ନିଶାସକ୍ତ ଅବସ୍ଥାରେ ଯେତେବେଳେ ଚାଲି ଆସୁଛନ୍ତି, ମେଡିକାଲରେ ପଡୁଛନ୍ତି, ଆଉ କିଛି ହେଇପାରିବ ନାହିଁ, ସେତେବେଳେ କାହାର ଛୁଆ ମୁଣ୍ଡ ଛୁଆଁ ହେଲାଣି, କାହାର ଅମକ ହେଲାଣି, ତଥାପି ସେମାନେ ସୁଧୁରୁ ନାହାନ୍ତି। ପୁଣି ସନ୍ଧ୍ୟା ହେଲେ ଯାଇକିରି ପଡିଯାଉଛି ତାଙ୍କ ପେଟରେ ମଦ। ଆରେ ଯଦି ମଦ ପିଇବାର ଅଛି ତାହେଲେ ଶ୍ରୀମଦ ପିଅ। ଶ୍ରୀମଦ ଭାଗବତ, ଶ୍ରୀମଦ ଭାଗବତ ମହାପୁରାଣ। ସେଠି କୃଷ୍ଣଙ୍କର ମୁଖାରବିନ୍ଦର ମଦ, ଏଠି କୃଷ୍ଣଙ୍କର ଲୀଳାମୃତର ମଦ। ଏଇ ଦିଟା ମଦ ପିଇକିରି ନିଜ ଜୀବନକୁ ଉତ୍ସର୍ଗିତ କରିଦିଅ ନା। ମଦ ପିଇବ ତ ପିଅ ଶ୍ରୀମଦ ଭାଗବତ ମହାପୁରାଣ, ପିଇବ ତ ଭାଗବତର ସମାଳେ ମୁହୁରହ ରସିକା ଭୁବି ଭୁ। ଏ ମଦଟା ଥରେ ପାନ କରିକି ଦେଖ, ଜୀବନରେ ଆଉ ନିଶା, କୌଣସି ନିଶାର ଆବଶ୍ୟକ ପଡିବ ନାହିଁ। ଆଉ କୃଷ୍ଣ ମୋର ପ୍ରାଣ, କୃଷ୍ଣ ମୋର ଧନ, କୃଷ୍ଣ ମୋ ଜୀବ ଜୀବନ। ଆଉ କୃଷ୍ଣ ନାମ ଧରିଲେ, କୃଷ୍ଣ ନାମ ସ୍ମରିଲେ, ଧନ୍ୟ ହେବ ଏ ଜୀବନରେ। ଠାକୁର ଆଜି କୃପା କରିକିରି ଯେଉଁ ରାଧା ବା ଧାରା କଥା ଆମକୁ ଶିଖେଇ ଦେଇଯାଇଛନ୍ତି, ସେଇ ତତ୍ଵ ଭିତରକୁ ଆମେ ପ୍ରବେଶ କରିବା। ଆମେ ସେଇ ନାମ ଭିତର ଦେଇକରି ଯିବା, ତତ୍ଵ ଗୁଡିକ ଜାଣିବା। ଠାକୁର କିଏ, କାହିଁକି ଆସିଥିଲେ, କାହିଁକି କହିଲେ ଯେ କୀର୍ତ୍ତନ ଭିତରକୁ ଡେଇଁ ପଡ। ଆରେ କୀର୍ତ୍ତନରେ ଅଛି କଣ ନା, ଅଛି ଅଭିନୟ ହଉ ପଛେ ଥରେ କୀର୍ତ୍ତନ ଭିତରକୁ ଡେଇଁ ପଡ। ଆଉ ଉଚ୍ଚ ସ୍ୱରରେ, ଯେତେ ଉଚ୍ଚ ସ୍ୱରରେ କୀର୍ତ୍ତନ କରିବୁ ସେତେ ଭିତରେ ଗୋଟିଏ ଭାଇବ୍ରେସନ ହବ, ଯେଉଁ ଭାଇବ୍ରେସନ ଭିତରେ ହିଁ ସବୁ ତତ୍ଵ କଥା ହିଁ ଆପଣା ଚାହିଁ ହୃଦୟ ଭିତରକୁ ପ୍ରବେଶ କରିବ। ଆମ ଉପଯୋଜନା କ୍ଷେତ୍ରରେ ଗୋଟେ ଅତୁଲ ଭାଇ ଅଛନ୍ତି। ସେ ଅତୁଲ ଭାଇ କଣ କରନ୍ତି ନା, ଆଗରୁ ତାଙ୍କର ଏତେ ଭଲ କୀର୍ତ୍ତନ କରିପାରନ୍ତି ନାହିଁ, କିନ୍ତୁ କିଛି ବର୍ଷ ପରେ ସେ ହାତରେ ଲେଖନ୍ତୁ କିମ୍ବା ଖାତା ଧରି ପଢନ୍ତୁ, ଯାହା କରୁଛନ୍ତି କରନ୍ତୁ, କିନ୍ତୁ ଏବେ ଯୋଉ ପ୍ରକାର କୀର୍ତ୍ତନ କରୁଛନ୍ତି, ମାନେ ତାଠାରୁ ଆଗରୁ ଫାଷ୍ଟ ଫାଷ୍ଟ ଯାହା କରୁଥିଲେ ତାଠାରୁ 100 ଗୁଣରେ ଅଧିକା ବଢିଆ କୀର୍ତ୍ତନ କରୁଛନ୍ତି। ଆହୁରି ବି ଅନ୍ୟମାନେ ବି ଅଛନ୍ତି, ସେ ଭଜନ କଣ କୀର୍ତ୍ତନ କଣ କରିପାରୁନଥିଲେ, କିନ୍ତୁ ଧୀରେ 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 ସେ ବି ବଢିଆ ଭାବରେ ଭଜନ କୀର୍ତ୍ତନ କରୁଛନ୍ତି। ତାମାନେ ନୁହେଁ ଯେ ଜଣେ ପୁରା ଭଲ ହେଇଯିବ, କିନ୍ତୁ କଣ ଏଇଟା ହଉଛନ୍ତି ଠାକୁରଙ୍କର ଗୋଟେ ପ୍ରକାର, ତାଙ୍କ ଭିତରେ ଗୋଟେ ଇଏ। ଆଉ କଣ କହିବି, ଆଉ ଜଣେ ଅଛନ୍ତି ଆମର ମନୋଜ ଭାଇ ବା ସମିନା ଭାଇ, ସିଏ ବି ଗୋଟେ ଯାଜନ କରନ୍ତି। ଆଗରୁ କରୁନଥିଲେ, ତାଙ୍କୁ ଟିକେ ଖରାପ ଲାଗୁଥିଲା, ଖାଲି ଗୀତ ବୋଲି ଦିଅନ୍ତି, ଭଜନ ଟିକେ କରିଦିଅନ୍ତି, ହାରମୋନିୟମ ବଜାନ୍ତି ଏସବୁ, କିନ୍ତୁ ସିଏ ବି ଯାଜନ କରୁଛନ୍ତି, ବହୁତ ବଢିଆ ଯାଜନ। ଆମର ସାଙ୍ଗ ଜଣେ ଅଛନ୍ତି ସୁବ୍ରତ, ସିଏ ବି ବଢିଆ ଯାଜନ କରନ୍ତି। ଆଉ କେତେ କହିବି, ରାଜୁଆ ଭାଇ, ରାଜୁଆ ଭାଇ ଭଜନ ତାଙ୍କର ଅଛି, କୀର୍ତ୍ତନ ତାଙ୍କର ଅଛି, ଅନର୍ଗଳ ଠାକୁରଙ୍କର ଦିବ୍ୟ ଭାବଧାରାର କଥା ତାଙ୍କ ଭିତରେ ଅଛି। ବହୁତ ଲୋକ ପରିବର୍ତ୍ତନ ହେଇଛନ୍ତି। ଖାଲି ମୁଁ ଏଟା ଏତିକି କଥା କହିଲି, ଏତିକି ହଉଛନ୍ତି ଆମ ଉପଯୋଜନା କେନ୍ଦ୍ରର ମେମ୍ବର୍ସ ଅଛନ୍ତି, ଯୋଉମାନେ କି ଅନ୍ୟମାନେ ବହୁତ ଅଛନ୍ତି, କିନ୍ତୁ ଠାକୁରଙ୍କ ଭାବଧାରା ଭିତରେ ସେ ଯେ ଆଉ ଟିକେ ଏତେ ଇନ୍ସପାୟାର ହେଇଯାଇଛନ୍ତି। ସେ ରାଜୁଆ ଭାଇ ଯାହାକୁ କି ସାପ କାମୁଡି ଦେଇଛି, କିନ୍ତୁ ସେ ନିଜେ ନିଜେ ଗାଡି ଧରି ମେଡିକାଲ ଯାଇଛନ୍ତି, ସେ ବାନ୍ଧି ଦେଇଛନ୍ତି, ଗୋଡରେ ଗାମୁଛା ବାନ୍ଧିଛନ୍ତି, ଦିଟା ଜାଗାରେ ବାନ୍ଧିଛନ୍ତି, ଶିରଟାକୁ ନିଜ ନଖରେ ଛିଣ୍ଡେଇଛନ୍ତି, ବିଲକୁ ଯାଇଥିଲେ। ସେ କେଉଁଭଳି ଭାବରେ ଯାଇକରି ନିଜେ ମେଡିକାଲରେ ଯାଇ ପହଞ୍ଚନ୍ତି, ମେଡିକାଲରେ ପହଞ୍ଚିକିରି ତାଙ୍କର ସବୁ ନିଜେ ନିଜେ କରିସାରିଛନ୍ତି। ତାପରେ
ତାଙ୍କ କହିବା କଥା ଭିତରେ ତା ମୁଣ୍ଡ ବୁଲେଇ ଦେଇଛି। ତାପରେ ସେ ଯାଇକି ବେହୋସ ହେଇପଡ଼ିଛନ୍ତି। ଏଠି ତାକୁ ନେଇକରି ଗଲା କିଏ ମେଡିକାଲକୁ। ଆମେ ତ ସାପଟାକୁ ଦେଖୁଲେ ସେ ମାରୁ କି ନମର ଆମେ ଦେଖିକି ଛାନିଆ ହେଇଯାଉଛେ। ତେଣୁ ଇଏ ଯେତେବେଳେ ସେଠୁ କୃପା ଆସିବ ନା, ସେଠି ଆଜ୍ଞା ଆଉ କେହି, ଠାକୁର କହିଲେ ନା ଯେତେବେଳେ ଜଣେ ଇଷ୍ଟବୃତ୍ତି ଠିକ ଭାବରେ ଇଷ୍ଟବୃତ୍ତି ପ୍ରଦାନ କରେ, ପୁଣି ଇଷ୍ଟବୃତ୍ତିର ଅଛି ଗୋଟେ ଠିକ ଭାବରେ ଇଷ୍ଟବୃତ୍ତି ପ୍ରଦାନ କରେ। ତାହେଲେ ତାର ଅକାଳ ମୃତ୍ୟୁ ହୁଏ ନାହିଁ। ଇଷ୍ଟବୃତ୍ତି ଛୋଟ ହାଲକା ଜିନିଷଟା ନାହିଁ। ଇଷ୍ଟବୃତ୍ତି ହଉଛି ଗୋଟେ ବିଶ୍ୱାସ, ଇଷ୍ଟବୃତ୍ତି ହଉଛି ଗୋଟେ ଭରସା। ଇଷ୍ଟବୃତ୍ତି ହଉଛନ୍ତି ଆମର ଯେମିତି ମୋବାଇଲରେ ଯେମିତି ଚାର୍ଜିଂ କରିଦେଲେ ଆଉ ମୋବାଇଲ ସୁଇଚ୍ ଅଫ୍ ହୁଏ ନାହିଁ, ସେ ସେମିତି ଇଷ୍ଟବୃତ୍ତି ହଉଛନ୍ତି ଆମକୁ ଚାର୍ଜିଂ ଆକ୍ଟିଭ କରିକି ରଖିବେ। ଆଉ ବହୁତ ଲୋକ ଅଛନ୍ତି କହିବେ କଣ ଠାକୁରଙ୍କ ଦୀକ୍ଷା ନେଇ ସିଏ ତ ଅକାଳ ମୃତ୍ୟୁରେ ମରିଗଲେ। ଆଜ୍ଞା ସେ ତ ଠାକୁରଙ୍କ ଦୀକ୍ଷା ଖାଲି ନେଇଗଲେ ହବ ନା, ଠିକ ଭାବରେ ପାଠ ପଢିଲେ ହବ ନା। ପାଠ ନ ପଢିଲେ ପାସ୍ କେମିତି କରିବେ? ତେଣୁ ଏଇସବୁ କଥା ଯୋଉ ଅଛି, ଆଜିର ପର୍ସନାଲ କଥା କିଛି ଆଲୋଚନା ହେଇଗଲା, ସେଥିପାଇଁ କ୍ଷମା କରିବେ। କିନ୍ତୁ ଏହି ହେଉଛି ଜୀବନ, ଏମାନଠାରୁ କିଛି ଶିଖିବାର ଅଛି। ଇଏ ହଉଛନ୍ତି ମୁଁ ଯୋଉମାନଙ୍କ କଥା କହିଲି ଆମ ଉପଯୋଜନା କେନ୍ଦ୍ରରେ, ଏମାନେ ହଉଛନ୍ତି ଠାକୁରଙ୍କ ବିଷୟରେ କିଛି ଜାଣିନଥିଲେ, ଶୁଣି ନଥିଲେ, କିଛି ଜାଣିନାହାନ୍ତି, କିନ୍ତୁ ସିଏ ଧୀରେ ଧୀରେ କୃପା ଭିତର ଦେଇକି, ସତ୍ସଙ୍ଗ ଭିତର ଦେଇକି ତାଙ୍କର କାର୍ଯ୍ୟକଳାପ ଅନ୍ୟ କିଛି ତାଙ୍କର ପର୍ସନାଲ ଜିନିଷ ଥାଇପାରେ, ଆମେ ସେଥିରେ ମୁଣ୍ଡ ଖେଳାଇବା କଥା ନୁହେଁ। କିନ୍ତୁ ଠାକୁରଙ୍କ ଭାବଧାରା ତାଙ୍କ ଜୀବନର କେତେ ଯେ ପରିବର୍ତ୍ତନ ହେଇଛି, ସେ ଯେତେବେଳେ ନିଜେ ବି ଯେତେବେଳେ ଭାବିବେ ସେତେବେଳେ ସେ ଖୁସି ହେଇଯିବେ। ଆଉ ସେ ନିଜ କଥା ନିଜେ କେବେ ଭାବି ପାରନ୍ତିନି। ଆମେ ଦେଖୁଛୁ, ଆମେ ଜାଣୁଛୁ, ଯେମିତି ଜଣେ ମୋଟା ହେଇଯାଏ ତାକୁ ଅନ୍ୟମାନେ କହନ୍ତି ଆରେ ଟିକେ ମୋଟା ହେଇଗଲୁଣୁ। ତେଣୁ ସେମିତି ଠାକୁରଙ୍କର ଭାବଧାରା ଭିତରେ ଆଉ ଖାଲି ଆମେ ଗୋଟେ ଧଳାଟେ ପିନ୍ଧିଦେବା, ବସ୍ତ୍ରଟେ ପିନ୍ଧିଦେବା, ଅରୁଆ ଖାଇ ଗେରୁଆ ପିନ୍ଧି ମିଛିମିଛିକା ସନ୍ନ୍ୟାସୀ ହୁଅ ନାହିଁ। ମିଛିମିଛିକା ସନ୍ନ୍ୟାସୀ ସାଜ ନାହିଁ, ସନ୍ନ୍ୟାସୀ ହେବାକୁ ଚେଷ୍ଟା କର। ଠାକୁର ମିଛିମିଛିକା ସନ୍ନ୍ୟାସୀ ହୁଅ, ସନ୍ନ୍ୟାସୀ ହେବାକୁ ଚେଷ୍ଟା କର। ମାନେ ସନ୍ନ୍ୟାସୀ ମାନେ ସତରେ ନ୍ୟାସ, ସତ୍ ପଥରେ ଯାହାର ମନ ସବୁବେଳେ ରହେ, ସିଏ ହଉଛନ୍ତି ବାସ୍ତବିକ ସନ୍ନ୍ୟାସୀ। ତେଣୁ ଆମେ ଏଠି ଧଳା ବସ୍ତ୍ର ପିନ୍ଧିବା, ନୀଳିଆ ବସ୍ତ୍ର ପିନ୍ଧିବା, ନାଲିଆ ପିନ୍ଧିବା କିଛି ନାହିଁ, ମନଟା ରହୁଛି ସତରେ ତ ବାସ୍ ସେତିକି ଦରକାର। ସେ ଯେଉଁ କଲର ପୋଷାକ ପିନ୍ଧିଥାଉ। ଏଇ ଅବଧୂତ ବାବା ମାନେ ଅଛନ୍ତି, ନଙ୍ଗୁଳି ବାବା ଯୋଉ ଅଛନ୍ତି, ସେ ତ କିଛି ବସ୍ତ୍ର ତାଙ୍କ ପିନ୍ଧୁନାହାନ୍ତି। ତାହେଲେ କଣ ବସ୍ତ୍ର ଦିହରେ ଅଛି? ବସ୍ତ୍ରରେ କିଛି ନାହିଁ। ବସ୍ତ୍ର ହଉଛି ଲଜ୍ଜା ନିବାରଣ। ଆମ ଶରୀରର ମୋହ ଯେତେବେଳେ ଅଛି ସେ ପର୍ଯ୍ୟନ୍ତ ଆମେ ବସ୍ତ୍ର ପିନ୍ଧୁଛେ। ଶରୀର ଯେତେବେଳେ ମୋହ ତୁଟିଯିବ ସେତେବେଳେ ବସ୍ତ୍ର କଣ ପିନ୍ଧିଛି ନ ପିନ୍ଧିଛି କିଛି ନାହିଁ। ଯେମିତି ବୁଢା ବୁଢୀ ମାନେ ଯେତେବେଳେ ତାଙ୍କ ଦେହରେ ହିତାହିତ ଜ୍ଞାନ ନଥାଏ, ସେତେବେଳେ ତାଙ୍କ ଦେହରେ କପଡା ଅଛି ନା ଅଛି ଜାଣନ୍ତି ନା? ତାଙ୍କୁ କିଛି ଆଉ ଲାଜ ଥାଏ ନା? କାହିଁକି ନା ତାଙ୍କ ମୁଣ୍ଡ ସେତେବେଳେ ପାଚଳତା ହେଇଗଲାଣି। ସେ ଯିବେ ଆଉ ଦିଶୁଛି, ସିଏ ବି ସେମିତି ବାଚଳତା ଭିତରେ ଥାଏ। କଣ ଖାଇଲା ପିଇଲା କଣ, ତା ମା ତାକୁ ଯାହା ଖାଇବାକୁ ଦିଏ, ପିଇବାକୁ ଦିଏ, ଝାଡା କଲା ଗୁହା ପୋଛି ଦିଏ। ସେ ପିଲା ଧୀରେ ଧୀରେ ବଡ ହେଲା ପରେ ସେ ସବୁ ଜିନିଷ ଜାଣିପାରେ। ଯେମିତି ସୁଖଦେବ ଗୋସ୍ୱାମୀ ଯେତେବେଳେ ଜନ୍ମ ହେଲେ ତ ଆଜ୍ଞା ଚାଲିଲେ ଜଙ୍ଗଲ ଭିତରକୁ, ସେ ନିରାକାର ପରମ ବ୍ରହ୍ମକୁ ଧ୍ୟାନ କରିବାକୁ। ସେ ତାଙ୍କୁ ପୁଣି ଫେରି ଆଣିବାକୁ ବ୍ୟାସଦେବ ତାଙ୍କୁ ଦିଟା ଶ୍ଲୋକ, ଗୋଟେ ଶ୍ଲୋକ କହିଲେ, ତାପରେ କିଛି ଦିନ ପରେ ଆଉ ଗୋଟେ ଶ୍ଲୋକଟେ କହିଲେ। ତାପରେ ତାଙ୍କର ନିରାକାର ବ୍ରହ୍ମ ସାକାର ସ୍ୱରୂପ ହେଲା ବେଳକୁ ଏତେ ସୁନ୍ଦର। ଆଉ ଟିକେ ଶୁଣିବି ତାଙ୍କ କଥା, ଆଉ ଟିକେ ଶୁଣିବି ଶ୍ରୀକୃଷ୍ଣଙ୍କର କଥା। ତେଣୁ ଭାଗବତ ହଉଛି ମନକୁ ନେଇ ଆସେ ପ୍ରଭୁଙ୍କ ନିକଟକୁ, ହଉଛନ୍ତି ଭାଗବତ। ତେଣୁ ଭାଗବତ ପାଠ କରିବେ। ଆଉ ଯେଉଁ ମାନେ କୁହନ୍ତି ତମେ ଠାକୁର ଅନୁକୂଳଚନ୍ଦ୍ର ଦୀକ୍ଷା ନେଇଛ, ଭାଗବତ ଗୀତା ପଢିପାରିବନି, ଆଜ୍ଞା ସେମାନଙ୍କ ପାଖକୁ କେବେ ଯିବେନି। ଆଜ୍ଞା ହାତ ଯୋଡିକି ଅନୁରୋଧ କରୁଛି, ସେମାନଙ୍କ ପାଖକୁ ଯିବେନି। ସେମାନଙ୍କ ପାଖକୁ ଗଲେ ହିଁ ସେ ତ ନିଜେ ତ ଅଜ୍ଞାନ ପଥରେ ଅଛନ୍ତି, ଆପଣମାନଙ୍କୁ ବି ଅଜ୍ଞାନ ପଥରେ ପେଲି ନେଇଯିବେ। ମଣିଷ ଜୀବନ ଆଉ ଥରେ ଆଜି ଆସିଛି, ଆଉ ଥରେ ଆସିବ କି ନ ଆସିବ କିଛି ଠିକଣା ନାହିଁ। ବିରୁଦ୍ଧରେ ଏଠି କହୁନାହିଁ, କିନ୍ତୁ ଯୋଉମାନେ ମନକୁ ଭୁଲ ପଥରେ, କିଛି ବ୍ୟକ୍ତି ବିଶେଷଙ୍କର ମନକୁ ଭୁଲ ପଥରେ ନେଉଛନ୍ତି ଠାକୁରଙ୍କ ଆଶ୍ରା ଦେଖେଇକିରି, ସେଇମାନଙ୍କୁ ପାଇଁ ଏଇଟା କହୁଛି, ସେ ଭୁଲ କରନ୍ତୁ ନାହିଁ। ନିଜେ ଯଦି ଜାଣିନାହାନ୍ତି ଜାଣିବାକୁ ଚେଷ୍ଟା କରନ୍ତୁ। ଆଉ ଯେତିକି ଜାଣିଛନ୍ତି ଭାବୁଛନ୍ତି ସେତିକି ହିଁ ସବୁ କିଛି, ଆଉ କିଛି ନାହିଁ। ତାହେଲେ କୁପମଣ୍ଡୁକ ସଦୃଶ କଥାଟି କିଛି ଲୋକଙ୍କୁ ବାଧିଥିବ, ସେଥିପାଇଁ କ୍ଷମା କରିବେ। ଆଉ ଯଦି ଭଲ ଲାଗୁଥିବ ନିଶ୍ଚିତ ଭାବରେ ଲାଇକ୍, ସେୟାର, କମେଣ୍ଟ କରିବେ। କମେଣ୍ଟରେ ନିଶ୍ଚିତ ଭାବରେ ଜୟଗୁରୁ ଲେଖିବେ। ତେଣୁ ଆଶା କରୁଛି ଆଜିର କଥା ବିଷୟବସ୍ତୁ ଆପଣମାନଙ୍କୁ ଭଲ ଲାଗିଥିବ।
ରହୁଛି। ଜୟ ଗୁରୁ, ଜୟ ଶ୍ରୀ ରାଧେଶ୍ୟାମ, ନିତାଇ ଗୌର, ହରିବୋଲ ହରିବୋଲ।